ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ତ ଓଡ଼ିଶା ସବଅର୍ଡିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ ବା OSSSC ତରଫରୁ ଯେଉଁ ନର୍ସିଂ ଅଫିସରର ଭେକେନ୍ସି ବାହାରିଛି ତା ପାଇଁ ଆପଣମାନଙ୍କର ଅନଲାଇନ୍ ଆବେଦନ ଆରମ୍ଭ ହୋଇସାରିଛି। ତେଣୁ ଯେଉଁ ପିଲାମାନେ ନର୍ସିଂ ଅଫିସର ଫର୍ମ ଆବେଦନ କରୁଛନ୍ତି ସେମାନଙ୍କ ପାଇଁ ଏହି ଭିଡ଼ିଓଟି ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଫର୍ମ ଆବେଦନ କରିବା ସମୟରେ ବହୁତ ଜଣଙ୍କର ବହୁତ ସାରା ପ୍ରୋବ୍ଲେମ୍ ହେଉଛି। ତେଣୁ ଏହି ଆପ୍ଲିକେସନ୍ ଫର୍ମ କେମିତି ଆପଣ ନିଜ ମୋବାଇଲରେ ଘରେ ବସି କରିପାରିବେ, ଆଜିର ଭିଡ଼ିଓରେ ସେ ବିଷୟରେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିବା। କେଉଁ କେଉଁ ଡକୁମେଣ୍ଟର ଆବଶ୍ୟକତା ରହିଛି, କେମିତି ଆପଣମାନେ ଫର୍ମ ଫିଲ୍ଅପ୍ କରିବେ, ସବୁକିଛି ଡିଟେଲ୍ସ ଆପଣମାନେ ଆଜିର ଭିଡ଼ିଓରେ ଜାଣିପାରିବେ। ତେଣୁ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତା ପୂର୍ବରୁ ଯଦି ଚ୍ୟାନେଲକୁ ପ୍ରଥମ ଥର ଭିଜିଟ୍ କରୁଛନ୍ତି, ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରି ଅଲ୍ରେ ସେଟ୍ କରିଦେବେ। ତ ଦେଖନ୍ତୁ OSSSC ତରଫରୁ ଯେଉଁ ନର୍ସିଂ ଅଫିସରର ଭେକେନ୍ସି ଆସିଛି ଏହାର ଅନଲାଇନ୍ ଆବେଦନ 13 ଜୁନରୁ ଆରମ୍ଭ ହୋଇଛି ଏବଂ 6 ଜୁଲାଇ ପର୍ଯ୍ୟନ୍ତ ଆପଣମାନେ ରେଜିଷ୍ଟ୍ରେସନ କରିପାରିବେ, ଯେଉଁଟାକି ଏହି ଫର୍ମ ଆବେଦନ କରିବା ପାଇଁ। ଏବଂ ଆପ୍ଲିକେସନ ସବମିଶନ କରିବାର ଲାଷ୍ଟ ଡେଟ୍ ଆପଣମାନଙ୍କର ରହିଛି 13 ଜୁଲାଇ। ତା ପୂର୍ବରୁ ଏହାର ଯେଉଁ ଅଫିସିଆଲ ନୋଟିଫିକେସନ ଆସିଛି ତ ସେଇ ନୋଟିଫିକେସନରେ ଆପଣମାନେ ସର୍ବପ୍ରଥମେ ଦେଖିବା ଦରକାର ଯେ ଆପଣମାନଙ୍କର ଯେଉଁ ସିଲେକ୍ସନ କରିବେ ବା କେଉଁ କେଉଁ ଡିଷ୍ଟ୍ରିକ୍ଟରେ ଆପଣମାନେ ଚଏସ୍ କରିବେ ତାର ଡିଟେଲ୍ସ PDF ଆପଣମାନେ ଯେଉଁଟାକି ଏଇଠି ପାଇଯିବେ। ଆଡ଼ଭର୍ଟାଇଜମେଣ୍ଟରୁ ଦେଖିଲା ପରେ କେଉଁ ଜିଲ୍ଲାରେ କେତେ ଭେକେନ୍ସି ଅଛି ଏବଂ ଆପଣମାନେ ପୋଷ୍ଟ ପ୍ରିଫରେନ୍ସ କେଉଁ କେଉଁ ଜିଲ୍ଲାରେ ଦେବା ପାଇଁ ଚାହୁଁଛନ୍ତି ତାହା ସର୍ବପ୍ରଥମେ ଆପଣମାନେ ଦେଖିଲା ପରେ ଏଠି ଆପଣମାନଙ୍କର ଆବେଦନ ହେବ। ଏବଂ ଇମ୍ପୋର୍ଟାଣ୍ଟ ଡକୁମେଣ୍ଟ ହିସାବରେ ଯଦି ଆମେ ଦେଖିବା ଆପଣମାନଙ୍କର ଏଠି ଆବେଦନ କରିବା ପାଇଁ ହେଲେ ନର୍ସିଂ ସାର୍ଟିଫିକେଟ୍ ଯେଉଁଟାକି GNM ବା ଆପଣମାନେ BSc ନର୍ସିଂ କରିଥିଲେ ଏହା ପାଇଁ ଆବେଦନ କରିପାରିବେ। ଏବଂ ଆପଣମାନେ ଯେଉଁ ଆବେଦନ କରିବେ ତା ସହିତ ଆପଣମାନଙ୍କର ନ୍ୟାସନାଲ ନର୍ସିଂ କାଉନସିଲର ଯେଉଁ ରେଜିଷ୍ଟ୍ରେସନ ସାର୍ଟିଫିକେଟ୍ ଆପଣମାନଙ୍କ ପାଖରେ ଥିବା ଦରକାର। ତେଣୁ ଏଇଟା ଯଦି ଆପଣମାନଙ୍କ ପାଖରେ ନାହିଁ ତାହେଲେ ଆପଣମାନେ ଏଠି ଆପ୍ଲାଏ କରିପାରିବେ ନାହିଁ ବା ଆପଣମାନେ ଏକ୍ଜାମ ଦେବା ପାଇଁ ଫିଟ୍ ନୁହନ୍ତି। ତେଣୁ ବହୁତ ଜଣ ପିଲାଙ୍କର ବର୍ତ୍ତମାନ ସୁଦ୍ଧା ସାର୍ଟିଫିକେଟ୍ ଆସିନାହିଁ, ରେଜିଷ୍ଟ୍ରେସନ ସାର୍ଟିଫିକେଟ୍। ତେଣୁ ଆପଣମାନେ ଇନଷ୍ଟିଚ୍ୟୁଟ୍ ସହିତ କଥା ହୋଇ 13/7 ଆପଣମାନଙ୍କ ପୂର୍ବରୁ ନିହାତି ଆପଣମାନଙ୍କ ସାର୍ଟିଫିକେଟ୍ ଯେଉଁଟାକି ଆଣି ନିଅନ୍ତୁ ବା ସାର୍ଟିଫିକେଟ୍ ଆଣି ସାରିଲା ପରେ ଫର୍ମ ଆବେଦନ କରନ୍ତୁ। ଆବେଦନ କଲା ପରେ ଯଦି ଆପଣମାନେ ସାର୍ଟିଫିକେଟ୍ କରୁଛନ୍ତି ତାହେଲେ ଆପଣମାନଙ୍କୁ ପରବର୍ତ୍ତୀ ସମୟରେ ଡକୁମେଣ୍ଟ ଭେରିଫିକେସନ୍ ସମୟରେ ରିଜେକ୍ଟ କରାଯାଇପାରେ। କାରଣ କ୍ଲିଅରଲି ମେନସନ୍ କରାଯାଇଛି ଯେ ଯେଉଁମାନେ ରେଜିଷ୍ଟ୍ରେସନ୍ କରୁଛନ୍ତି, ରେଜିଷ୍ଟ୍ରେସନ୍ କରିବାର ଆଗରୁ ଆପଣମାନଙ୍କ ପାଖରେ ଯେଉଁଟାକି ନର୍ସିଂ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ରହିବା ଦରକାର। ତେଣୁ ଦେଖନ୍ତୁ OSSSCର ଅଫିସିଆଲ ୱେବସାଇଟ୍କୁ ଆସିଲା ପରେ ଆପଣମାନଙ୍କର ଏଠି ଗୋଟେ ଅପସନ୍ ଅଛି ଆପ୍ଲାଏ। ତ এই ଆପ୍ଲାଏ ଅନଲାଇନ୍ ଅପସନରେ ଆପଣମାନେ କ୍ଲିକ୍ କରିଦେବେ। ଆପ୍ଲାଏ ଅନଲାଇନ୍ ଅପସନରେ କ୍ଲିକ୍ କଲା ପରେ ଏଠି ଦେଖନ୍ତୁ ଦୁଇଟି ଅପସନ୍ ରହିଛି, ଗୋଟିଏ ରହିଛି ରେଜିଷ୍ଟର ୟୁଜର, ଗୋଟିଏ ହେଉଛି ନ୍ୟୁ ୟୁଜର। ରେଜିଷ୍ଟର ୟୁଜର କହିଲେ ଯେଉଁମାନେ ପୂର୍ବରୁ OSSSCରେ କୌଣସି ଏକ୍ଜାମ ପାଇଁ ଫର୍ମ ଆବେଦନ କରିଛନ୍ତି ସେମାନେ ହେଲେ ରେଜିଷ୍ଟର ୟୁଜର। ଏବଂ ନ୍ୟୁ ୟୁଜର ଯେଉଁଟାକି ଆପଣମାନେ ଯଦି ଫାର୍ଷ୍ଟ ଟାଇମ୍ ଏଠି ରେଜିଷ୍ଟ୍ରେସନ କରୁଛନ୍ତି ତାହେଲେ ଆପଣମାନଙ୍କ ନ୍ୟୁ ୟୁଜର ହିସାବରେ ଆପଣମାନେ ଯାଉଛନ୍ତି। ତେଣୁ ଯେଉଁମାନେ ବି ରେଜିଷ୍ଟ୍ରେସନ ପୂର୍ବରୁ କରିନାହାନ୍ତି ସେମାନେ ନ୍ୟୁ ରେଜିଷ୍ଟ୍ରେସନ ଅପସନରେ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ଇମେଲ୍ ଆଇଡି, ଆପଣମାନଙ୍କର ମୋବାଇଲ ନମ୍ବର ସବୁକିଛି ଡିଟେଲ୍ସ ଦେବେ। ତା ସହିତ OTP ସବମିଟ୍ କଲା ପରେ ଆପଣମାନଙ୍କର ବେସିକ୍ ଡିଟେଲ୍ସ ଯେମିତିକି ଆପଣମାନଙ୍କର ନାମ, ବାପାଙ୍କର ନାମ, ମାଙ୍କର ନାମ ଏବଂ ପୋଷ୍ଟ ପ୍ରିଫରେନ୍ସ କେଉଁ ପୋଷ୍ଟ ପାଇଁ ଆପଣ ଆପ୍ଲାଏ କରୁଛନ୍ତି ସବୁକିଛି ଡିଟେଲ୍ସ ଦେଇ ପ୍ରଥମେ ଆପଣମାନେ ନିଜର ଯେଉଁଟାକି ଗୋଟେ ରେଜିଷ୍ଟ୍ରେସନ ଆଇଡି ବା OSSSCର ଗୋଟେ ଆଇଡି କ୍ରିଏଟ୍ କରିବେ। ତ ସେଇ ଆଇଡି କ୍ରିଏଟ୍ କଲା ପରେ ଆପଣମାନଙ୍କର ଯେଉଁଟାକି ଏଠି ରେଜିଷ୍ଟ୍ରେସନ ହେଇପାରିବ। ତେଣୁ ପ୍ରଥମେ ଆପଣମାନେ ନ୍ୟୁ ରେଜିଷ୍ଟ୍ରେସନ ଯେଉଁମାନେ କରୁଛନ୍ତି ନ୍ୟୁ ରେଜିଷ୍ଟ୍ରେସନ କରନ୍ତୁ। ନ୍ୟୁ ରେଜିଷ୍ଟ୍ରେସନ କରିସାରିଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ଗୋଟେ ଅପସନ୍ ରହିବ। ତ ଯେହେତୁ ମୁଁ ପୂର୍ବରୁ ଆପଣମାନଙ୍କର ରେଜିଷ୍ଟ୍ରେସନ ଏଠି କରିସାରିଛି ତେଣୁ ମୁଁ ଏଠି କ'ଣ କରିବି ନା ରେଜିଷ୍ଟର ୟୁଜର ଅପସନରେ କ୍ଲିକ୍ କରିବି। ତ ରେଜିଷ୍ଟର ୟୁଜର ଅପସନରେ କ୍ଲିକ୍ କଲା ପରେ ଆପଣମାନଙ୍କର ଦେଖନ୍ତୁ ପ୍ରୋସିଡ୍ ଟୁ ରେଜିଷ୍ଟ୍ରେସନ ଅପସନରେ କ୍ଲିକ୍ କରିବେ। ତାପରେ ଏଠି ଆପଣମାନଙ୍କର ଓକେ କ୍ଲିକ୍ କରିଦେବେ। ଓକେ କ୍ଲିକ୍ କଲା ପରେ ଆପଣମାନେ ଯେଉଁ ରେଜିଷ୍ଟ୍ରେସନ କରିଥିଲେ ସେଇ ରେଜିଷ୍ଟ୍ରେସନ ମୋବାଇଲ ନମ୍ବର ହଉ, ରେଜିଷ୍ଟ୍ରେସନ ନମ୍ବର ହଉ, ୟୁଜର ନେମ୍ ହଉ ବା ଇମେଲ ଆଇଡି ହଉ ଯେଉଁଟା ବି ଆପଣମାନେ ଗୋଟେ ଏଠି ଦେବେ। ଦେଇ ସାରିଲା ପରେ ଲଗ୍ଇନ୍ ୱିଥ୍ OTP ଅପସନରେ କ୍ଲିକ୍ କରିବେ। ତ ଦେଖନ୍ତୁ ତ ମୋବାଇଲ ନମ୍ବର ଏଠି ମୁଁ ଦେଇଦେଲି। ତାପରେ କ୍ୟାପଚା କୋଡ୍ ଦେଇ ଜେନେରେଟ୍ OTP ଅପସନରେ ଆପଣମାନେ କ୍ଲିକ୍ କରିଦେବେ। ତ ଜେନେରେଟ୍ OTP ଅପସନରେ କ୍ଲିକ୍ କଲା ପରେ ଆପଣମାନଙ୍କର ମୋବାଇଲ ନମ୍ବରକୁ ଯାହାକି OTP ଆସିବ ତ ସେଇ OTP ଏଠି ଆପଣମାନେ ସବମିଟ୍ କରିଦେବେ। ତ ଦେଖନ୍ତୁ ମୁଁ ଏଠି ଆପଣମାନଙ୍କର OTP ସବମିଟ୍ କରିନେଉଛି। ତ OTP ସବମିଟ୍ କଲା ପରେ ଏଠି କ୍ୟାପଚା କୋଡ୍ ଦେଇ ଆପଣମାନେ ଲଗ୍ଇନ୍ କରିନେବେ। ଲଗ୍ଇନ୍ କଲା ପରେ ଆପଣମାନଙ୍କର ଦେଖନ୍ତୁ OSSSCର ଯେଉଁଟାକି
ଆପଣମାନଙ୍କର ଡିଟେଲ୍ସ ଶୋ କରିବ। ପୂର୍ବରୁ ଯଦି ଆପଣମାନେ କୌଣସି ଫର୍ମ ପକେଇଛନ୍ତି ତାର ଡିଟେଲ୍ସ ଏଠି ଆପଣମାନଙ୍କର ଶୋ କରିବ। ଯଦି ଫାର୍ଷ୍ଟ ଟାଇମ୍ ଯୋଉମାନେ ଏପ୍ଲାଏ କରୁଛନ୍ତି ସେମାନଙ୍କର ଏଠି ଆପଣମାନଙ୍କର ଯୋଉଟାକି ଅଟୋମେଟିକ୍ ଫାଷ୍ଟ ଏପ୍ଲାଏର ଅପସନ୍ ଆସିଯିବ। ତେଣୁ ରେଜିଷ୍ଟର ଇଏରେ ଗଲା ପରେ ଏଠି ଦେଖନ୍ତୁ ଏଠି ଆପଣମାନଙ୍କର ରହିଛି ଆପ୍ଲିକାଣ୍ଟ ମେନୁ। ତ ଆପ୍ଲିକାଣ୍ଟ ମେନୁ ଅପସନ୍‌ରେ ଆପଣମାନେ କରିବେ। ତାପରେ ଏଠି ଗୋଟେ ଅପସନ୍ ରହିଛି ଦେଖନ୍ତୁ ରି-ରେଜିଷ୍ଟ୍ରେସନ ଫର୍ ନ୍ୟୁ ପୋଷ୍ଟ। ତ ସେଇ ରି-ରେଜିଷ୍ଟ୍ରେସନ ଫର୍ ନ୍ୟୁ ପୋଷ୍ଟ ଅପସନ୍‌ରେ କ୍ଲିକ୍ କରିଦେବେ। ତ ଯେତେବେଳେ ରି-ରେଜିଷ୍ଟ୍ରେସନ ଫର୍ ନ୍ୟୁ ପୋଷ୍ଟ ଅପସନ୍‌ରେ କ୍ଲିକ୍ କରୁଛନ୍ତି, ଏଠି ଆପଣମାନଙ୍କୁ ମାଗିବ ଯୋଉଟାକି ଯଦି ଆପଣମାନେ ପୁରୁଣା ଇମେଲ୍ ଆଇଡି ଏବଂ ମୋବାଇଲ୍ ନମ୍ବର ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏଠି କ୍ଲିକ୍ କରିବେ। ଯଦି ସେମ୍ ନମ୍ବର ଏବଂ ଇମେଲ୍ ଆଇଡିରେ ଆପଣମାନେ ଏଟାକୁ କଣ୍ଟିନ୍ୟୁ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଡାଇରେକ୍ଟ ଆପଣମାନଙ୍କର ପ୍ରୋସିଡ୍ ଅପସନ୍‌ରେ କ୍ଲିକ୍ କରିଦେବେ। ତ ଯେତେବେଳେ ପ୍ରୋସିଡ୍ ଅପସନ୍‌ରେ କ୍ଲିକ୍ କରିବେ, ଦେଖନ୍ତୁ ରି-ରେଜିଷ୍ଟ୍ରେସନ ଫର୍ମ ଆସିଯିବ। ପ୍ରଥମେ ରହିଛି ଆଡଭର୍ଟାଇଜମେଣ୍ଟ ଫର୍ ପୋଷ୍ଟ ଯୋଉଟାକି ଆପଣମାନଙ୍କ ନର୍ସିଂ ଅଫିସରେ ରହିବ। ତାପରେ ସବୁ କିଛି ଡିଟେଲ୍ସ ଆପଣମାନଙ୍କର ଏଠି ଅଟୋମେଟିକ୍ ଆସିଯିବ। ତାପରେ ଏଠି ଗୋଟେ ଅପସନ୍ ରହିଛି ଦେଖନ୍ତୁ ହେଭ୍ ୟୁ ବିନ୍ ଆପଣମାନେ ଯଦି ପୂର୍ବରୁ କୌଣସି ବି ଏକ୍ଜାମରୁ ମାନେ ଆପଣମାନଙ୍କୁ ଡିସ୍କ୍ୱାଲିଫାଏ କରାଯାଇଛି ଓ ତ୍ରିପୁଲ ଏସ୍ସି ତରଫରୁ, ତାହେଲେ ଏଠି ଆପଣମାନଙ୍କର ୟେସ୍ କରିବେ, ଏଟାକୁ ସମସ୍ତେ ନୋ କରିବେ। ତାପରେ ରହିଛି ୟୋର ଓଡ଼ିଆ ଲାଙ୍ଗୁଏଜ ପାସିଂ ଷ୍ଟାଣ୍ଡାର୍ଡ ଯୋଉଟାକି ଏଟା ଅଟୋମେଟିକ୍ ଶୋ କରିବ। ତାପରେ ଦେଖନ୍ତୁ ଏଇଟା ହେଉଛି ମେନ୍ ରହିଛି ଆପଣମାନଙ୍କର ପୋଷ୍ଟ ପ୍ରିଫରେନ୍ସ। ପୋଷ୍ଟ ପ୍ରିଫରେନ୍ସ ଆପଣମାନଙ୍କର ଏଠି 30ଟି ଜିଲ୍ଲା ସବୁ କିଛି ଜିଲ୍ଲା ରହିଛି। ତେଣୁ ତାକୁ ଆପଣମାନେ କୋଉ ଜିଲ୍ଲା ପ୍ରଥମେ ଦେବା ପାଇଁ ଚାହୁଁଛନ୍ତି ଦେଖନ୍ତୁ, ଯେହେତୁ ମୋର ବାଲେଶ୍ୱର, ମୁଁ ବାଲେଶ୍ୱର 1 ନମ୍ବର ରଖିବା ପାଇଁ ଚାହୁଁଛି। ତେଣୁ ଆପଣମାନେ ଏଇଟାକୁ ଗୋଟେ ଗୋଟେ କରି ଉପରକୁ ନେବେ। ବାଲେଶ୍ୱର 1 ନମ୍ବରକୁ ଆସିଲା, ତାପରେ ମୁଁ କଟକ ଦେବା ପାଇଁ ଚାହୁଁଛି। ତ ଠିକ୍ ସେଇଭଳି ଆପଣମାନେ ଦେଖନ୍ତୁ କଟକ ଭଦ୍ରକ ଗଲା ସେକେଣ୍ଡ, ଆମେ କଟକରେ ସିଲେକ୍ଟ କରିବେ। ତାକୁ ପୁଣି ଥରେ ଆପଣମାନେ ଉପରକୁ ନେବେ। ଏଇଭଳି ଭାବରେ ଆପଣମାନେ ନିଜର ପ୍ରିଫରେନ୍ସ ଯୋଉଟାକି ଭଲ ଭାବରେ ଫିଲ୍ଅପ୍ କରିବେ। କାରଣ ପ୍ରିଫରେନ୍ସ ଯଦି ଆପଣମାନେ ଦଉଛନ୍ତି, ଏପଟ ସେପଟ କରୁଛନ୍ତି ବା ଆପଣମାନଙ୍କର ସଠିକ୍ ହଉନାହିଁ, ତାହେଲେ ସିଲେକ୍ସନ ସମୟରେ ଆପଣମାନଙ୍କର ପ୍ରିଫରେନ୍ସ ଅନୁସାରେ ଦେବେ। ତ ଏଠି ମୁଁ ଦେଖନ୍ତୁ ଆମର ଯେ ସବୁ ପ୍ରିଫରେନ୍ସ ଦେବା କଥା ମୁଁ ତାକୁ ସଠିକ୍ ଭାବରେ ପ୍ରିଫରେନ୍ସ ଆପଣମାନଙ୍କୁ ଉପର ତଳ କରିନେଲି। କରିସାରିଲା ପରେ ଆପଣମାନଙ୍କର ତଳକୁ ଆପଣମାନେ ସ୍କ୍ରଲ୍ କରିବେ। ଏଠି ଆପଣମାନଙ୍କର ସବୁ କିଛି ଡିଟେଲ୍ସ ଯେମିତିକି ଜେଣ୍ଡର, ଆପଣମାନଙ୍କର ଯେଉଁ କ୍ୟାଟେଗୋରୀ କ'ଣ ରହିଛି, କାଷ୍ଟ ତାର ସବୁ କିଛି ଡିଟେଲ୍ସ ପ୍ରଥମ ଯୋଉଟାକି ଆପଣମାନଙ୍କର ରେଜିଷ୍ଟ୍ରେସନ ସମୟରେ ଆପଣମାନେ ଦେଇଥିବେ, ସେଇ ହିସାବରେ ଏଠି ଆସିଯିବ। ତାପରେ ଗୋଟେ ରହିଛି ଦେଖନ୍ତୁ ଏଠି ଗୋଟେ ଅପସନ୍ ରହିଛି ଆପଣମାନଙ୍କର ଯଦି ସ୍ପେଶାଲ ରିଜର୍ଭେସନ୍ ରହିଛି, ଏକ୍ସ ସର୍ଭିସମ୍ୟାନ, ସ୍ପୋର୍ଟସ ପର୍ସନ ବା ଆପଣମାନଙ୍କର ଯାହା ବି ରହିଛି ତାକୁ ସିଲେକ୍ଟ କରିବେ। ନହେଲେ ଏଟାକୁ ଆପଣମାନେ ସ୍କିପ୍ କରିଦେବେ। ଡେଟ୍ ଅଫ୍ ବାର୍ଥ ସବୁ କିଛି ଡିଟେଲ୍ସ ଆସିବ। ତାପରେ ଦେଖନ୍ତୁ ଏଠି ଆପ୍ଲିକେସନ୍ ଫି। ଆପ୍ଲିକେସନ୍ ଫି ଆପଣମାନଙ୍କର ଯୋଉଟାକି 500 ଟଙ୍କା ରହିଛି ଏବଂ ଯେଉଁ 500 ଟଙ୍କା ଆପଣମାନଙ୍କୁ ଫର୍ମ ଆବେଦନ କରିବା ସମୟରେ ଦେବା ପାଇଁ ପଡ଼ିବ ଏବଂ ଏକ୍ଜାମ ଯେତେବେଳେ ଆପଣମାନେ ଦଉଛନ୍ତି, ତାପରେ ଆପଣମାନଙ୍କର ଯୋଉଟାକି ସେଟା ରିଫଣ୍ଡ ହେଇଯିବ। ତ ସବୁ କିଛି ଡିଟେଲ୍ସ ଏଠି ଆସିଯିବ। ଆପଣମାନଙ୍କର ସିଗ୍ନେଚର ଯୋଉଟାକି ରେଜିଷ୍ଟ୍ରେସନ ସମୟରେ ଆପଣମାନେ ଦେଇଥିବେ, ତ ସେଇ ସିଗ୍ନେଚର ମଧ୍ୟ ଏଠି ଆସିଯିବ। ଯଦି ଆପଣମାନେ ୟାକୁ ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି, ତାହେଲେ ଏଠି ମଧ୍ୟ ଚେଞ୍ଜ କରିପାରିବେ। ତ ଆମର ଯୋଉଟା ଅଛି ସବୁ ଠିକ୍ ଅଛି। ତାପରେ ପୁଣି ଥରେ କ୍ୟାପଚା କୋଡ୍ ଦେବେ। ଟର୍ମ ଆଣ୍ଡ କଣ୍ଡିସନ ଅପସନ୍‌ରେ କ୍ଲିକ୍ କରି ପ୍ରିଭ୍ୟୁ ଅପସନ୍‌ରେ କ୍ଲିକ୍ କରିଦେବେ। ଦେଖନ୍ତୁ ପ୍ରିଭ୍ୟୁ ଅପସନ୍‌ରେ କ୍ଲିକ୍ କଲା ପରେ ରେଜିଷ୍ଟ୍ରେସନର ପ୍ରିଭ୍ୟୁ ଆପଣମାନଙ୍କୁ ଶୋ କରିବ। ତ ଦେଖନ୍ତୁ ଯୋଉମାନେ ମୁଁ ଆପଣମାନଙ୍କୁ ପ୍ରଥମେ ଗୋଟେ ସ୍କିପ୍ କରିଛି ଯୋଉଟାକି ରେଜିଷ୍ଟ୍ରେସନ ଆମର ନ୍ୟୁ ୟୁଜର କଥା। ନ୍ୟୁ ୟୁଜରରେ ପୁରା ସମାନ ପ୍ରୋସେସ୍ ଯୋଉଟାକି ମୋର ଅଟୋମେଟିକ୍ ଆସିଗଲା। ପିଲାମାନେ ସେଠି ତୁମର ପ୍ରଥମ ସବୁଗୁଡ଼ିକ ମାନୁଆଲି ଫାଷ୍ଟ ଟାଇମ୍ କରିବା ପାଇଁ ପଡ଼ିବ। ତାପରେ ଏଠି ସବମିଟ୍ କରିଦେବେ। ସବମିଟ୍ କଲା ପରେ ଦେଖନ୍ତୁ ଆପଣମାନଙ୍କର ରି-ରେଜିଷ୍ଟ୍ରେସନ କମ୍ପ୍ଲିଟ୍ ହେଇଗଲା। ତ ରି-ରେଜିଷ୍ଟ୍ରେସନ କମ୍ପ୍ଲିଟ୍ ହେଇସାରିଲା ପରେ ଫାଇନାଲ ତା ପରବର୍ତ୍ତୀ ପ୍ରୋସେସ୍ ଯୋଉଟାକି ଆପଣମାନଙ୍କର ଦେଖନ୍ତୁ ରହିଛି ପ୍ରିଭ୍ୟୁ ରେଜିଷ୍ଟ୍ରେସନ, ଡକୁମେଣ୍ଟ ଡିଟେଲ୍ସ, ପେମେଣ୍ଟ ଡିଟେଲ୍ସ, ପର୍ସନାଲ ଡିଟେଲ୍ସ, ଆଡ୍ରେସ ଡିଟେଲ ସବୁ କିଛି ଆପଣମାନେ ଗୋଟେ ଗୋଟେ କରି ଫିଲ୍ଅପ୍ କରିବେ। ତ ଦେଖନ୍ତୁ ରାଇଟ୍ ସାଇଡ୍‌ରେ ଅଛି ପ୍ରିଭ୍ୟୁ ରେଜିଷ୍ଟ୍ରେସନ। ତ ପ୍ରିଭ୍ୟୁ ରେଜିଷ୍ଟ୍ରେସନ ଅପସନ୍‌ରେ କ୍ଲିକ୍ କରିବେ। ଆପଣମାନଙ୍କର ଦେଖନ୍ତୁ ଏଠି ସାର୍ଟିଫିକେଟ ଯୋଉଟାକି ଆପଣମାନେ ଫର୍ମ ଆବେଦନ କରିବେ, ତାର ଆଉ ଥରେ ପ୍ରିଭ୍ୟୁ ଆପଣମାନଙ୍କୁ ଯୋଉଟାକି ଦବ। ଯଦି ଏଠି ଆପଣମାନେ କୌଣସି ବି ଏଡିଟ୍ କରିବା ପାଇଁ ଚାହୁଁଛନ୍ତି, ଏଡିଟ୍ କରିପାରିବେ। ନହେଲେ ଡାଇରେକ୍ଟ କନଫର୍ମ ଅପସନ୍‌ରେ କ୍ଲିକ୍ କରିବେ। ଯେତେବେଳେ ଆପଣମାନେ କନଫର୍ମ କରିଦଉଛନ୍ତି, ଆଉ ଏଠି ଆପଣମାନଙ୍କର ଯୋଉଟାକି ଏଡିଟ୍ ହେଇପାରିବ ନାହିଁ। ଅର୍ଥାତ୍ ଯୋଉ ପ୍ରିଫରେନ୍ସ କଥା କହିଲି, ପ୍ରିଫରେନ୍ସ ଦବା ହଉ ବା ନାଁର ଡିଟେଲ୍ସ ହଉ, ସବୁକିଛି ଏଠି ଆପଣମାନେ ସବମିଟ୍ କରିବା ପୂର୍ବରୁ ଠିକ୍ ଭାବରେ ଯାଇକି ଦେବେ। ତାପରେ ଆସିଲା ଡକୁମେଣ୍ଟ ଡିଟେଲ୍ସ। ତ ଏଠି ଆପଣମାନଙ୍କର ଦେଖନ୍ତୁ ପ୍ରୋଭାଇଡ୍ ଡକୁମେଣ୍ଟ ଡିଟେଲ୍ସ ସେଇ ଅପସନ୍‌ରେ ଆପଣମାନେ କ୍ଲିକ୍ କରିଦେବେ। କ୍ଲିକ୍ କଲା ପରେ ଏଠି ଆପଣମାନଙ୍କର ଡକୁମେଣ୍ଟ ଯୋଉଟାକି ଅପଲୋଡ୍ କରିବା ପାଇଁ ପଡ଼ିବ। ତ ଗୋଟେ ପରେ ଗୋଟେ ମୁଁ ଆପଣମାନଙ୍କୁ କହିଛି। ପ୍ରଥମେ ଦେଖନ୍ତୁ ଏଠି ଆଧାର କାର୍ଡ ଦେବେ, ଆଧାର କାର୍ଡ ନମ୍ବର ଦେବେ, ଇସ୍ୟୁଇଂ ଡେଟ୍, ତାପରେ ଅଥରିଟି ଆପଣମାନଙ୍କର ୟୁଆଇଡିଏଆଇ ସେଟା ଦେଲେ। ତାପରେ ଦେଖନ୍ତୁ ଓଡ଼ିଶା ନର୍ସିଂ କାଉନସିଲ୍ ରେଜିଷ୍ଟ୍ରେସନ ସାର୍ଟିଫିକେଟ ଯୋଉଟାକି ମୋଷ୍ଟ ଇମ୍ପୋର୍ଟାଣ୍ଟ। କାରଣ ଏଇ ସାର୍ଟିଫିକେଟ ହିଁ ଆପଣମାନଙ୍କର ଦରକାର ଅଛି। ଯଦି ଆପଣମାନେ ଏଇ ସାର୍ଟିଫିକେଟ ଦଉନାହାନ୍ତି, ତାହେଲେ ଆପଣମାନଙ୍କର ଏଠି ପ୍ରୋବ୍ଲେମ ହବ। ତାପରେ ଦେଖନ୍ତୁ ଏଠି ଆପଣମାନଙ୍କର ଓଡ଼ିଶା ନର୍ସିଂ ଗଲା ସେଟା। ତାପରେ ସାର୍ଟିଫିକେଟ ନମ୍ବର ଆପଣମାନଙ୍କର ଏଠି ଦେବେ। ଆପଣମାନଙ୍କର ଯେଉଁ ନର୍ସିଂ ସାର୍ଟିଫିକେଟ ଅଛି ତାର ନମ୍ବର ଏଠି ଆପଣମାନେ ଦେବେ। ତାପରଙ୍କର ଡକୁମେଣ୍ଟ ଇସ୍ୟୁ ଡେଟ୍ ଦେବେ, ଇସ୍ୟୁଇଂ ଅଥରିଟି ଦେବେ ଏବଂ ସେଇ
ଡକୁମେଣ୍ଟକୁ ଏଠି ଆପଣମାନଙ୍କୁ ଅପଲୋଡ଼ କରିବା ପାଇଁ ପଡ଼ିବ, ଯେଉଁଟାକି PDF ଫର୍ମାଟରେ ଆପଣମାନଙ୍କୁ 100ରୁ 500 KB ଭିତରେ ଆପଣମାନେ ଏଠି ଦେବେ। ତାପରେ ରହିଛି ସପୋର୍ଟିଂ ଡକୁମେଣ୍ଟ ଫର୍ ଓଡ଼ିଆ ପାସ୍, ଅର୍ଥାତ୍ ଆପଣମାନଙ୍କର ଓଡ଼ିଆ ଯଦି ଗୋଟେ ଲାଙ୍ଗୁଏଜ୍ ଅଛି ସେଇ ପାସ୍ ସାର୍ଟିଫିକେଟ୍ ଆପଣମାନଙ୍କୁ ଦେବା ପାଇଁ ପଡ଼ିବ, ଯେଉଁଟାକି ଆପଣମାନେ ଏଠି ମେଟ୍ରିକ୍ ସାର୍ଟିଫିକେଟ୍ ଦେଇପାରିବେ। ମେଟ୍ରିକ୍ ସାର୍ଟିଫିକେଟ୍ର ନମ୍ବର, ଡେଟ୍, ଆପଣମାନଙ୍କର ଇସ୍ୟୁଇଂ ଅଥରିଟି, ତାପରେ ତାକୁ ଆପଣମାନଙ୍କ PDF ଫର୍ମାଟରେ ଏଠି ଅପଲୋଡ଼ କରିବେ। ତାପରେ ରହିଛି ଦେଖନ୍ତୁ କାଷ୍ଟ ସାର୍ଟିଫିକେଟ୍, ଆପଣମାନେ ଯେଉଁ କାଷ୍ଟରୁ ବିଲଙ୍ଗସ୍ କରୁଛନ୍ତି, ଯେଉଁମାନେ SC BC ବା ଆପଣମାନଙ୍କର SC ST, ତାଙ୍କର କାଷ୍ଟ ସାର୍ଟିଫିକେଟ୍ ନମ୍ବର, ତାଙ୍କର ଡେଟ୍ ଏବଂ ତାଙ୍କର ଅଥରିଟି ସବୁଗୁଡ଼ିକ ଦେବେ। ତାପରେ ଆପଣମାନଙ୍କର ମେଟ୍ରିକ୍ ସାର୍ଟିଫିକେଟ୍ ଅଛି, ମେଟ୍ରିକ୍ ସାର୍ଟିଫିକେଟ୍ର ଡିଟେଲ୍ସ ମଧ୍ୟ ଆପଣମାନେ ଦେବେ। ତାପରେ ଦେଖନ୍ତୁ ଏଠି ଆଉ ଗୋଟେ ସବମିଟ୍ ଅପସନ୍ ଆସିବ ଏବଂ ଏଠି ସବମିଟ୍ କରିଦେବେ। ତ ଯେଉଁ 3ଟି ଡକୁମେଣ୍ଟ କଥା ମୁଁ କହିଲି ସେଇ ଡକୁମେଣ୍ଟ ଆପଣମାନଙ୍କୁ ସଠିକ୍ ଭାବରେ ଅପଲୋଡ଼ କରିବା ପାଇଁ ପଡ଼ିବ। ତ ଫାଇନାଲି ଦେଖନ୍ତୁ ଏଠି ଆପଣମାନଙ୍କର ଡକୁମେଣ୍ଟ ସବୁଗୁଡ଼ିକ ଅପଲୋଡ଼ ହେଇଯାଇଥିବ। ତେଣୁ ଯଦି ଏହି ଡକୁମେଣ୍ଟ ଗୁଡ଼ିକ ଆପଣମାନେ ଚେଞ୍ଜ କରିବା ପାଇଁ ଚାହୁଁଛନ୍ତି ତ ବା କୋଉଟା ଗୋଟେ ଆପଣମାନଙ୍କର ଡିଲିଟ୍ କରିବା ପାଇଁ ଚାହୁଁଛନ୍ତି ବା ଏଡିଟ୍ କରିବା ପାଇଁ ଚାହୁଁଛନ୍ତି, ତାହେଲେ ରାଇଟ୍ ସାଇଡ଼୍ରେ ଏଡିଟ୍ କରିବାର ଅପସନ୍ ଅଛି, ସେଠି ଆପଣମାନେ ଏଡିଟ୍ କରିପାରିବେ। ତ ଯଦି ସବୁଗୁଡ଼ିକ ଠିକ୍ ଅଛି ତାହେଲେ କନଫର୍ମ ଅପସନ୍ରେ କ୍ଲିକ୍ କରିଦେବେ। ତ ତାପରେ ଓକେ କରିସାରିଲା ପରେ ନେକ୍ସଟ ଦେଖନ୍ତୁ ଆପଣମାନଙ୍କର ଆସିବ ଯେଉଁଟାକି ଡକୁମେଣ୍ଟ ଅପଲୋଡ଼ କମ୍ପ୍ଲିଟ୍ ହେଇଗଲା। ତାପରେ ଆପଣମାନଙ୍କର ଅପସନ୍ କ'ଣ ରହିଛି ଦେଖନ୍ତୁ ନା ପେମେଣ୍ଟ ଡିଟେଲ୍ସ। ତ ଏଇଟା ମଧ୍ୟ ଆପଣମାନଙ୍କର ଆପ୍ଲାଏ ନାଓ ଅପସନ୍ରେ ବର୍ତ୍ତମାନ କ୍ଲିକ୍ କରିବେ। ଆପ୍ଲାଏ ନାଓରେ ପେମେଣ୍ଟ ଡିଟେଲ୍ସ, ତାପରେ ପର୍ସନାଲ ଡିଟେଲ୍ସ, ଆଡ୍ରେସ୍ ଡିଟେଲ୍ସ, କ୍ୱାଲିଫିକେସନ୍ ଡିଟେଲ୍ସ, ଆପଣମାନଙ୍କର ସେଣ୍ଟର ପ୍ରିଫରେନ୍ସ, ଅପଲୋଡ଼ ପୁଣି ଥରେ ଡକୁମେଣ୍ଟ, ସେଲ୍ଫ ଡିକ୍ଲାରେସନ୍ ସବୁକିଛି ଆପଣମାନଙ୍କୁ ଏଠି ଆପ୍ଲାଏ ନାଓ ଅପସନ୍ରେ କ୍ଲିକ୍ କରିବେ। ଯେତେବେଳେ ଆପ୍ଲାଏ ନାଓ ଅପସନ୍ରେ କ୍ଲିକ୍ କରୁଛନ୍ତି ଆପଣମାନଙ୍କର ଦେଖନ୍ତୁ ତାର ପରବର୍ତ୍ତୀ ଷ୍ଟେପ୍ରେ ଆପଣମାନଙ୍କର ଆସିଲା ପର୍ସନାଲ ଡିଟେଲ୍ସ, ଯେଉଁଟାକି ରେଜିଷ୍ଟ୍ରେସନ୍ ନମ୍ବର ଯେଉଁଟା ଆପଣମାନେ ଦେଇଥିବେ ସବୁଗୁଡ଼ିକ ଆସିଲା। ପୋଷ୍ଟ ପ୍ରିଫରେନ୍ସ ଆପଣମାନଙ୍କର ଶୋ କଲା କେଉଁ ଜାଗାରେ ଆପଣମାନେ ଦେଇଛନ୍ତି। ତାପରେ ଏଠି ଆପଣମାନଙ୍କର ମେରିଟିଆଲ ଷ୍ଟାଟସ୍, ନ୍ୟାସନାଲିଟି, ଆପଣମାନଙ୍କର ରିଲିଜିଅନ୍ ସବୁକିଛି ଦେବେ। ତାପରେ ତାକୁ ସେଭ୍ କରିଦେବେ। ସେଭ୍ କଲା ପରେ ତା ପରବର୍ତ୍ତୀ ନେକ୍ସଟ ଷ୍ଟେପ୍ ଅପସନ୍ରେ କ୍ଲିକ୍ କରିବେ। ନେକ୍ସଟ ଷ୍ଟେପ୍ ଅପସନ୍ରେ କ୍ଲିକ୍ କଲା ପରେ ଏଠି ଆପଣମାନଙ୍କର ଆଡ୍ରେସ୍ ଡିଟେଲ୍ସ ଶୋ କରିବ ଏବଂ ଆପଣମାନଙ୍କର ଆଡ୍ରେସ୍ ଡିଟେଲ୍ସ ଏଠି ଦେଲା ପରେ ସେଭ୍ କରିବେ। ସବୁ ପ୍ରୋସେସ୍ ଆପଣମାନେ ଖାଲି ନେକ୍ସଟ କରି କରି ଆପଣମାନେ ଯିବେ। ତାପରେ ଦେଖନ୍ତୁ ଆପଣମାନଙ୍କର କ୍ୱାଲିଫିକେସନ୍ 10th ଡିଟେଲ୍ସ ଆସିଲା, ସେଟା ଆପଣମାନେ ସେଭ୍ କରିଦେଲେ। ଦେଖନ୍ତୁ 10th ଆପଣମାନଙ୍କର ଡିଟେଲ୍ସ ଦେବେ, କେଉଁ ସ୍କୁଲରେ ପଢ଼ିଥିଲେ, କେତେ ପରସେଣ୍ଟେଜ ଥିଲା, ସବୁଗୁଡ଼ିକ ଆପଣମାନେ ଦେବେ। ତାପରେ ତାକୁ ସେଭ୍ ଅପସନ୍ରେ କ୍ଲିକ୍ କରିବେ। 10th ଦେଇ ସାରିଲା ପରେ ତାପରେ ଆପଣମାନଙ୍କର ଆସିବ କ୍ୱାଲିଫିକେସନ୍ ଦେଖନ୍ତୁ +2। ତ ଏଠି +2ର ଡିଟେଲ୍ସ ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। +2 ଆପଣମାନେ ଦେବେ, କେଉଁଥିରେ ଆପଣମାନେ +2 ପାସ୍ କରିଛନ୍ତି, ସାଇନ୍ସ। କ୍ୱାଲିଫିକେସନ୍ ଦେଖନ୍ତୁ +2 ଦେଲେ, କେଉଁ ଇୟର୍ରେ ଆପଣମାନେ ପାସ୍ ଆଉଟ୍ ହେଇଛନ୍ତି ତ ସେଇ ଇୟର୍ ଆପଣମାନେ ଏଠି ମେନସନ୍ କରିବେ। ତାପରେ କଲେଜ ବା ସ୍କୁଲ କେଉଁଥିରୁ ଆପଣମାନେ ଯେଉଁଟାକି ପାସ୍ ଆଉଟ୍ ହେଇଛନ୍ତି, ତ ଏଠି ଆମର କାଉନସିଲ୍ ଅଫ୍ ହାୟର ସେକେଣ୍ଡାରୀ ଏଜୁକେସନ୍ ଓଡ଼ିଶା ଦେବେ। ତାପରେ ଇନଷ୍ଟିଚ୍ୟୁଟ୍ ନେମ୍, କେଉଁ ସ୍କୁଲରୁ ପଢ଼ିଛନ୍ତି, କେତେ ମାର୍କ ଆପଣମାନେ ସିକ୍ୟୁର କରିଛନ୍ତି, ସବୁକିଛି ଡିଟେଲ୍ସ ଏଠି ଆପଣମାନେ ଦେଇଦେବେ। ତ ଦେଖନ୍ତୁ +2 ଅପଲୋଡ଼ ହେଇସାରିଲା ପରେ ଏଇଠି ଆସିଲା ମେନ୍ ରହିଛି ଆପଣମାନଙ୍କର ଦେଖନ୍ତୁ ଡିପ୍ଲୋମା ଇନ୍ GNM ଆପଣମାନଙ୍କର ଆସିଲା। ଯଦି ଆପଣମାନେ GNM କରିଛନ୍ତି ତାହେଲେ ଏଠି ଆପଣମାନେ GNMର ଡିଟେଲ୍ସ ଦେବେ। ଯଦି ଆପଣମାନେ GNM କରିନାହାନ୍ତି, BSc ନର୍ସିଂ କରିଛନ୍ତି, ତାହେଲେ ଏଠି ଆପଣମାନେ କ'ଣ କରିବେ ନା GNM କରିଥିଲେ GNM ଦେବେ। ଯଦି ଆପଣମାନେ ଏଠି GNM କରିନାହାନ୍ତି, BSc ନର୍ସିଂ କରିଛନ୍ତି, ତାହେଲେ ଆଇ ଡୁ ନଟ୍ ହେଭ୍ ଦିସ୍ କ୍ୱାଲିଫିକେସନ୍ ଦେବେ। ମନେ ରଖନ୍ତୁ ଏଇଠି ବହୁତ ଜଣ କନଫ୍ୟୁଜନ୍ ହେଉଛନ୍ତି ଯେ ଆମେ GNM କରିନୁ ଏଠି କ'ଣ ଦେବୁ। ଯେଉଁମାନେ GNM କରିନାହାନ୍ତି, BSc ନର୍ସିଂ କରିଛନ୍ତି, ସେମାନେ ଏଟାକୁ ସ୍କିପ୍ କରିବା ପାଇଁ ଆଇ ଡୁ ନଟ୍ ହେଭ୍ ଦିସ୍ କ୍ୱାଲିଫିକେସନ୍ ଦେବେ ଏବଂ ତାପରେ ନେକ୍ସଟ କରିବେ। ଯଦି ଆପଣମାନେ ଏଠି GNM କରିଛନ୍ତି ତାହେଲେ ଏଠି GNM ସିଲେକ୍ଟ କରି ତାର ପରବର୍ତ୍ତୀ ଷ୍ଟେପ୍ ଫିଲ୍ଅପ୍ କରିବେ। ତ ସେଇଭଳି ଭାବରେ ମୁଁ ଏଠି ଆପଣମାନଙ୍କର ଯେହେତୁ GNM କମ୍ପ୍ଲିଟ୍ ହେଇଛି ତେଣୁ ମୁଁ ଏଠି ଆପଣମାନଙ୍କର ଡିଟେଲ୍ସ ଦେଇଦେଉଛି। ଡିପ୍ଲୋମା ଇନ୍ GNM, କେଉଁ ଇୟର୍ ପାସିଂ ଇୟର୍ ଦେଇଦେବେ, କେଉଁ ସ୍କୁଲ ବା ୟୁନିଭର୍ସିଟିରୁ ଆପଣମାନେ ପାସ୍ ଆଉଟ୍ କରିଛନ୍ତି ତାର ଡିଟେଲ୍ସ ମଧ୍ୟ ଦେବେ। ତ ଏଠି ଦେଖନ୍ତୁ ବହୁତ ସାରା ଆପଣମାନଙ୍କର କଲେଜ ଯେଉଁଟାକି ଶୋ କରିବ ଆମ ଓଡ଼ିଶାରେ ଯେତିକି ସବୁ କଲେଜ ଅଛି ତା ଭିତରୁ ଆପଣମାନେ କେଉଁଠି କରିଛନ୍ତି ସେଇଟା ଆପଣମାନେ ଏଠି ସିଲେକ୍ଟ କରିଦେବେ। ତ ଏଠି ଦେଇସାରିଲା ପରେ ତାପରେ କେଉଁ ବୋର୍ଡ଼ରୁ ଆପଣମାନଙ୍କର ସିଲେକ୍ସନ୍ ହେଇଛି ତ ସେଇ ବୋର୍ଡ଼ର ନାମ ମଧ୍ୟ ଏଠି ଆପଣମାନେ ମେନସନ୍ କରିବେ। ତ ସବୁ ଡିଟେଲ୍ସ ଦେବେ। ତାପରେ ଆପଣମାନଙ୍କର ଯେଉଁ ସାର୍ଟିଫିକେଟ୍ ଆସିଛି GNM ହଉ ବା BSc ନର୍ସିଂର ତାର ସାର୍ଟିଫିକେଟ୍ ନମ୍ବର, ତାର ମାର୍କସିଟ୍ ନମ୍ବର ଦେବେ ଏବଂ ସେଇଗୁଡ଼ିକୁ ଆପଣମାନଙ୍କୁ ଏଠି ଅପଲୋଡ଼ କରିବା ପାଇଁ ପଡ଼ିବ, ଯେଉଁଟାକି 100ରୁ 500 KB ଭିତରେ ଆପଣମାନଙ୍କର PDF ଫର୍ମାଟରେ ଅପଲୋଡ଼ କରିଦେବେ। ତ ଦେଖନ୍ତୁ ଯେହେତୁ ମୁଁ GNMର ଡିଟେଲ୍ସ ଦେଇଛି ତାପରେ ଆସିଲା BSc ନର୍ସିଂ, ତ ଏଠି ଆପଣମାନେ ତାକୁ କରିଦେବେ ଆଇ ଡୁ ନଟ୍ ହେଭ୍ ଦିସ୍ କ୍ୱାଲିଫିକେସନ୍। କରିସାରିଲା ପରେ ଦେଖନ୍ତୁ ସେଭ୍ ଅପସନ୍ରେ କ୍ଲିକ୍ କରିଦେବେ। ତ ଫାଇନାଲି ଆମର ଯେଉଁଟାକି ସବୁ ଡିଟେଲ୍ସ କ୍ୱାଲିଫିକେସନ୍ର ଦେଇଦେଲୁ। ତାପରେ ଦେଖନ୍ତୁ ରହିଛି ଏଠି ଆପଣମାନେ ଆଉ ଥରେ ଚେକ୍ କରିଦେବେ, ଯଦି କୌଣସି ପ୍ରୋବ୍ଲେମ୍ ଅଛି ତାକୁ ଆପଣମାନେ ଯେଉଁଟାକି ଏଡିଟ୍ କରିପାରିବେ। ନେକ୍ସଟ ଷ୍ଟେପ୍ରେ ଆପଣମାନେ କ୍ଲିକ୍ କରିବେ। ନେକ୍ସଟ ଷ୍ଟେପ୍ ଆପଣମାନଙ୍କର ରହିବ ପେମେଣ୍ଟ। ପେମେଣ୍ଟ ଦେଖନ୍ତୁ ପେମେଣ୍ଟ ଆପଣମାନଙ୍କର ଅନଲାଇନ୍ ମୋଡ଼୍ରେ ଆପଣମାନେ ପେମେଣ୍ଟ କରିବେ ଏବଂ ପେମେଣ୍ଟ ଯେଉଁଟାକି 500 ଟଙ୍କା ଆପଣମାନଙ୍କୁ ଏଠି ଦେବା ପାଇଁ ପଡ଼ିବ।
ଏବଂ 48 ଘଣ୍ଟା ଭିତରେ ଆପଣମାନଙ୍କ ପେମେଣ୍ଟ ଭେରିଫାଇ ହେବ। ତେଣୁ ପେମେଣ୍ଟ ଆପଣମାନେ କରିବେ। ପେମେଣ୍ଟ କରିସାରିଲା ପରେ ଦେଖନ୍ତୁ ସେଣ୍ଟର ପ୍ରିଫରେନ୍ସ ଆପଣମାନଙ୍କୁ ଦେବା ପାଇଁ ପଡ଼ିବ। ତ ସେଣ୍ଟର ପ୍ରିଫରେନ୍ସରେ ଆପଣମାନେ କେଉଁ ଡିଷ୍ଟ୍ରିକ୍ଟରେ ଏକ୍ଜାମ ଦେବା ପାଇଁ ଚାହୁଁଛନ୍ତି, ତ ସବୁବେଳେ ଆପଣମାନଙ୍କ ନିଜ ପାଖ ଡିଷ୍ଟ୍ରିକ୍ଟ ଯେଉଁଟାକି ସୁବିଧା ହେବ, ତ ଆପଣମାନେ ନିଜ ହିସାବରେ ଏଠି ନିଜର ଡିଷ୍ଟ୍ରିକ୍ଟ ସିଲେକ୍ଟ କରିଦେବେ। ତ ଡିଷ୍ଟ୍ରିକ୍ଟ ସିଲେକ୍ଟ କରିସାରିଲା ପରେ ଆପଣମାନଙ୍କର ଦେଖନ୍ତୁ ତାପରେ ସେଭ୍ ଅପସନ୍ରେ କ୍ଲିକ୍ କରିଦେବେ। ଆପଣ ପ୍ରିଫରେନ୍ସ ଆମର ଡିଷ୍ଟ୍ରିକ୍ଟ ପ୍ରିଫରେନ୍ସ ସିଲେକ୍ଟ ହେଇଗଲା। ତାପରେ ଏଠି ଆପଣମାନଙ୍କର ଯେଉଁଟାକି ରଖନ୍ତୁ ସେଲ୍ଫ ଡିକ୍ଲାରେସନ୍, ଆପଣମାନଙ୍କ ସିଗ୍ନେଚର ଆସିବ, ତାକୁ ଆପଣମାନେ ସେଭ୍ କରିଦେବେ। ସେଭ୍ କରିସାରିଲା ପରେ ତାପରେ ଦେଖନ୍ତୁ ନେକ୍ସଟ ଷ୍ଟେପ୍ରେ ଆପଣମାନଙ୍କୁ ଏଠି ଅଣ୍ଡରଟେକିଂ ସହିତ ଫଟୋ ଏଠି ଅପଲୋଡ଼ କରିବା ପାଇଁ ପଡ଼ିବ। ପ୍ରିଭ୍ୟୁ ଅର୍ ଆପ୍ଲିକେସନ୍ ଅପସନ୍ରେ କ୍ଲିକ୍ କରିବେ, ଆପଣମାନଙ୍କର ସବୁକିଛି ଡିଟେଲ୍ସ ଏଠି ଚେକ୍ କରିପାରିବେ। ତେଣୁ ଏହି ପ୍ରୋସେସ୍ରେ ଆପଣମାନଙ୍କର ଯେଉଁଟାକି ଫର୍ମ ଆପ୍ଲାଏ କରିବେ ଏବଂ ଆପ୍ଲାଏ କରିସାରିଲା ପରେ ଆପଣମାନଙ୍କର ଯେଉଁଟାକି ରେଜିଷ୍ଟ୍ରେସନ୍ କମ୍ପ୍ଲିଟ୍ ହେଇଯିବ ଏବଂ ଆପଣମାନଙ୍କର PDF ଆପଣମାନେ ଏହି ପୋର୍ଟାଲରୁ ଡାଉନଲୋଡ୍ କରିପାରିବେ। ତେଣୁ ଏହା ଥିଲା ସିମ୍ପଲ୍ ପ୍ରୋସେସ୍ ଯେଉଁଟାକି ଆପଣମାନେ OSSSCର ନର୍ସିଂ ଅଫିସର ପାଇଁ ଫର୍ମ ଆବେଦନ କରିପାରିବେ। ଏବଂ ପେମେଣ୍ଟରେ ଯଦି ଆପଣମାନଙ୍କର ଦେଖନ୍ତୁ ମୁଁ ପେମେଣ୍ଟ ବିଷୟରେ ଆଉଥରେ ଆପଣମାନଙ୍କୁ କହିଦେଉଛି। ବହୁତ ଜଣଙ୍କର ପେମେଣ୍ଟକୁ ନେଇ ପ୍ରୋବ୍ଲେମ୍ ହେଉଛି। ତ ପେମେଣ୍ଟ ଦେଖନ୍ତୁ ଏଠି ଗो ଟୁ ଅନଲାଇନ୍ ପେମେଣ୍ଟ ଅପସନ୍ରେ କ୍ଲିକ୍ କରିବେ। ଯେତେବେଳେ ଗो ଟୁ ଅନଲାଇନ୍ ପେମେଣ୍ଟ ଅପସନ୍ରେ କ୍ଲିକ୍ କରିବେ, ଦେଖନ୍ତୁ ଏଠି ପେମେଣ୍ଟର ମୋଡ୍ ଆସିବ। ସବୁବେଳେ UPI ସିଲେକ୍ଟ କରିବେ, କାରଣ UPI ହିଁ ପେମେଣ୍ଟ କଲେ ଆପଣମାନଙ୍କର ସୁବିଧା ହେବ। UPI ଅପସନ୍ରେ କ୍ଲିକ୍ କଲା ପରେ ପେ ବାଇ ଏନି UPI ଆପ୍, ତ ଯେକୌଣସି UPI ଆପ୍ରେ ମଧ୍ୟ ଏଠି ଆପଣମାନଙ୍କର ଯେଉଁଟାକି ପେମେଣ୍ଟ କରିପାରିବେ। ତେଣୁ ଏହା ଥିଲା ସମ୍ପୂର୍ଣ୍ଣ ପ୍ରୋସେସ୍। ଯଦି ଭିଡ଼ିଓଟି ଭଲ ଲାଗିଛି ନିହାତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ ଏବଂ ଯଦି କୌଣସି ଡାଉଟ୍ ଅଛି ଆପଣମାନେ କମେଣ୍ଟ ସେକ୍ସନରେ ପଚାରିପାରିବେ। ଧନ୍ୟବାଦ।